ସମସ୍ତଙ୍କୁ ଓଁ ନମଃ ଶିବାୟ। ଚାଲନ୍ତୁ ଆଜି ଶିବ ଭଗବାନଙ୍କର ନାମ ନେଇ ଶିବ ଭଗବାନଙ୍କୁ ସ୍ମରଣ କରି ଆରମ୍ଭ କରିବା ଆଜିର ଭିଡ଼ିଓ। ଆଜି ହେଉଛି ସୋମବାର, କାର୍ତ୍ତିକ ମାସର ପ୍ରଥମ ଦିନ। ବର୍ଷକ 12 ମାସରେ 12 ଥର ଶିବ ଚତୁର୍ଦ୍ଦଶୀ ପଡ଼େ, କିନ୍ତୁ ସବୁଠାରୁ ପବିତ୍ର ମାସ କାର୍ତ୍ତିକ ମାସରେ ଯଦି ସୋମବାର ଦିନ ଶିବ ଚତୁର୍ଦ୍ଦଶୀ କରିପାରିଲେ ଶିବ ଭଗବାନ ଅତି ସନ୍ତୁଷ୍ଟ ହୋଇଥାନ୍ତି। ଯଦି ଶିବ ଭଗବାନଙ୍କର ଶିବ ଚତୁର୍ଦ୍ଦଶୀ ପୂଜା କରିବାକୁ ଚାହୁଁଛନ୍ତି, ତାହେଲେ ସକାଳୁ ଉଠି ସ୍ନାନ ସାରି ସଫା ଲୁଗା ବସ୍ତ୍ର ପିନ୍ଧି ପ୍ରଥମେ ଶିବ ଭଗବାନଙ୍କର ପୂଜା ସ୍ଥାନକୁ ସଫାସୁତୁରା କରିବେ। ତାଙ୍କ ଆସ୍ଥାନରେ ଲାଲ କପଡ଼ା ଉପରେ ଶିବ ଲିଙ୍ଗକୁ ଏବଂ ଶିବଙ୍କର ଫଟୋ ୟା ମୂର୍ତ୍ତିକୁ ସଜାଇ ରଖିବେ। ଫଟୋ ଆଉ ମୂର୍ତ୍ତିକୁ ଗଙ୍ଗା ଜଳରେ ବା ପଞ୍ଚାମୃତରେ ଅଭିଷେକ କରିବେ। ତାପରେ ଧୂପ ଦୀପ ଜଳାଇ ଫଳ ମୂଳ ମିଠା ଦେଇ ଭୋଗ ଅର୍ପଣ କରିବେ। ବେଲ ପତ୍ର ଅର୍ପଣ କରିବେ। ଶ୍ରଦ୍ଧା ଭକ୍ତି ସହିତ ପୂଜା କରିବେ। ପୂଜା କରିବା ସମୟରେ ପ୍ରଥମେ ଶିବଙ୍କୁ ଆବାହନ କରିବେ। ଶିବଙ୍କୁ କହିବେ, ଆଜି ମୁଁ ପୂଜା ବ୍ରତ ଆରମ୍ଭ କରୁଛି, ମୋତେ ଶକ୍ତି ଦିଅ। ଏହିପରି ଭାବରେ ଶିବଙ୍କୁ ଭାବି କାମନା କରିବେ। ତାପରେ ଶିବ ଭଗବାନଙ୍କର ପଞ୍ଚାକ୍ଷର ମନ୍ତ୍ର 108 ବାର ଜପ କରିବେ। ଶିବ ଚାଲିସା ପାଠ କରିବେ। ଶିବ ଭଗବାନଙ୍କୁ ପୂଜା କରିବା ସମୟରେ ସଂକଳ୍ପ କରିବା ନିହାତି ଜରୁରୀ। କାହିଁକି ନା ପୂଜାରେ ଯଦି ଭୁଲ ହୋଇଯାଏ, ତାହେଲେ ଶିବ ଭଗବାନ କ୍ଷମା କରିଦିଅନ୍ତି। ଯଦି ସଂକଳ୍ପ କରିନଥିବେ, ତାହେଲେ ଶିବ ଭଗବାନ ପୂଜା ପାଆନ୍ତି ନାହିଁ। କହିବେ, ଭଗବାନ, ମୁଁ ଆପଣଙ୍କର ପାଇଁ ବ୍ରତ ରଖୁଛି, ମୋତେ ଶକ୍ତି ଦିଅନ୍ତୁ। ତାପରେ ପୂଜା ଘରେ ବା ମନ୍ଦିରରେ ଶିବ ଲିଙ୍ଗ ସ୍ଥାପନ କରିଥିବେ ଜାଗାରେ ମୁଣ୍ଡିଆ ମାରିବେ। ତାପରେ ଶିବ ଭଗବାନଙ୍କର ନାମ ସବୁ ଜପ କରିବେ। ଶିବ ଭଗବାନଙ୍କୁ ବେଲପତ୍ର, ଧୁତୁରା, ମନ୍ଦାର ଫୁଲରେ ସଜାଇ ରଖିବେ। ତାପରେ ଧୂପ ଦୀପ ଜଳାଇ ଭଗବାନ ଶିବଙ୍କୁ ଏବଂ ପାର୍ବତୀଙ୍କୁ ପୂଜା କରନ୍ତୁ। ଫଳ ମୂଳ ମିଠା ନଡ଼ିଆ କଦଳୀ ଭୋଗ ଅର୍ପଣ କରି ଧୂପ ଦୀପ ଜଳାନ୍ତୁ। ତାପରେ ଆରତି କରନ୍ତୁ। ତାପରେ ଶିବ ଭଗବାନଙ୍କର ପଞ୍ଚାକ୍ଷର ମନ୍ତ୍ର 108 ବାର ଜପ କରନ୍ତୁ। ତାପରେ ଶିବ ଚାଲିସା ପାଠ କରିବେ। ରାତ୍ରି ସମୟରେ ମଧ୍ୟ ସେପରି ଫୁଲ ଦୀପ ଭୋଗ ଅର୍ପଣ କରି ଶିବଙ୍କର ନାମ ସବୁ ଜପ କରିବେ। ଏବଂ ଶିବ ବ୍ରତ ଚତୁର୍ଦ୍ଦଶୀ ଦିନ ଯଦି ଉପବାସ ରହିବେ ଭଲ, ଯଦି ନ ରହିପାରିଲେ ସାତ୍ତ୍ୱିକ ଭୋଜନ ଭୋଗ କରିପାରିବେ। ତା ପରଦିନ ସୂର୍ଯ୍ୟୋଦୟ ପରେ ଯେତେବେଳେ ଉଠିବେ, ସ୍ନାନ ସାରି ତାପରେ ସଫା ଲୁଗା ବସ୍ତ୍ର ପିନ୍ଧି ପୁଣି ଭଗବାନଙ୍କୁ ଧୂପ ଦୀପ ଫଳମୂଳ ଅର୍ପଣ କରି ଶିବ ଚାଲିସା, ଶିବଙ୍କର 108 ନାମ, ଶିବଙ୍କର ମହାମନ୍ତ୍ର ଜପ କରିବେ। ତାପରେ ପୂଜା କରି ସାରିବା ପରେ ଭୋଜନ କରିପାରିବେ। ପରିବାରର ସବୁ ସଦସ୍ୟଙ୍କୁ ଶିବ ଭଗବାନଙ୍କର ପ୍ରସାଦ ଦେଇପାରିବେ। ଗରିବମାନଙ୍କୁ, ପିଲା ଛୁଆମାନଙ୍କୁ ବାଣ୍ଟି ପାରିବେ। ତାପରେ ବ୍ରତ ସମୟରେ କେବଳ ଥରେ ହିଁ ଭୋଜନ କରିବେ। ବ୍ରତ ସମୟରେ ତାମସିକ ଭୋଜନ କରିବେ ନାହିଁ। ଲେସୁନ, ପିଆଜ, ମାଛ, ମାଂସ ଖାଇବା ଉଚିତ ନୁହେଁ। କେତକୀ ଫୁଲ ଆଉ ଚମ୍ପା ଫୁଲ ଶିବ ଭଗବାନଙ୍କୁ କେବେ ବି ଅର୍ପଣ କରିବେ ନାହିଁ। ଶିବ ଲିଙ୍ଗରେ ଚଢ଼ାଇଥିବା ପ୍ରସାଦକୁ ସମସ୍ତଙ୍କୁ ବାଣ୍ଟି ନିଜେ ପୁଣି ଗ୍ରହଣ କରିବେ। ତାପରେ ବ୍ରତ ଶେଷ କରିବେ। ଏହି ଶିବ ଚତୁର୍ଦ୍ଦଶୀ ବ୍ରତ ସୋମବାର କାର୍ତ୍ତିକ ମାସ ପବିତ୍ର ମାସରେ ଯଦି କରିପାରିଲେ ବହୁତ ଶୁଭ ହୋଇଥାଏ ବୋଲି କୁହାଯାଏ। ଭଗବାନଙ୍କୁ ପୂଜା କଲାବେଳେ ଶ୍ରଦ୍ଧା ଭକ୍ତି ସହିତ ପୂଜା କରିବେ। କାହିଁକି ନା ଭଗବାନ ଅଛନ୍ତି, ନିଶ୍ଚୟ ପୂଜା ପାଆନ୍ତି, କିନ୍ତୁ ଦେଖାଯାଆନ୍ତି ନାହିଁ। କୌଣସି ନା ମାଧ୍ୟମରେ ସେ ସବୁ ମନୁଷ୍ୟର ଦୁଃଖ ଦୂର କରିଦେଇଥାନ୍ତି।
କିନ୍ତୁ ମଣିଷ ଜାଣିପାରେ ନାହିଁ ଏବଂ ଭୁଲ ଉପରେ ଭୁଲ କରି ବସେ। ତାପରେ ଯଦି ତାର କାମ ସବୁ ନ ହେଲା ପୁଣି ଭଗବାନଙ୍କୁ ଗାଲି ଦିଏ। ଏପରି କଲେ ଭଗବାନ ରୁଷ୍ଟ ହୋଇଯାନ୍ତି। ଭଗବାନଙ୍କୁ ଯଦି ପୂଜା କରିବେ ପୁରା ଶ୍ରଦ୍ଧା ଭକ୍ତି ସହିତ ତାଙ୍କୁ ପୂଜା କରନ୍ତୁ ବା ନ କରନ୍ତୁ, ତାଙ୍କୁ ମନେ ପକାଇବା ବି ସବୁଠୁ ବଡ଼ କଥା। କିନ୍ତୁ କେବେ ବି ଖରାପ କର୍ମ କରିବେ ନାହିଁ, ଖରାପ ଚିନ୍ତା କାହାରି ପ୍ରତି ବି କରିବେ ନାହିଁ। ତାହେଲେ ଯାଇ ଭଗବାନ ଭକ୍ତଙ୍କ ଡାକ ଶୁଣିଥାନ୍ତି। ଶିବ ଚତୁର୍ଦ୍ଦଶୀ ପୂଜା ବା ଶିବ ଭଗବାନଙ୍କର ପ୍ରତି ସୋମବାର ଯେଉଁ ପୂଜା ହୁଏ, କଷ୍ଟ ତ ନୁହେଁ କେବେ ବି, କିନ୍ତୁ କରିପାରିଲେ ଶିବ ଭଗବାନ ପ୍ରସନ୍ନ ହୋଇଥାନ୍ତି। ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି। ଓଁ ନମଃ ଶିବାୟ।